ଆମ ହାତ ଟେକାରେ ପରିବାର ଚଳାଇବୁ। ଆମ କହିଲା ବେଳକୁ ବିଭିନ୍ନ ବାହାନା ଦେଖାଇବୁ। ଆଉ ହେ ତୁ କଣ ଜାଣିଲୁ ସକାଳୁ ସକାଳୁ ଢୋଲ ନ ବାଜିଲେ ମୋ ବାବା ମନ୍ଦିର ଯାଆନ୍ତିନି ବୋଲି କହବେ କାହିଁକି ଢୋଲ ବଜିଲାନି। ଏବେ ଦେখ ମୋର ତ ପିଠିରେ କେମିତି ଢୋଲ ବଜଉଛି ଢୋଲ। अबे सुनियो की भारी भारी चाय चौकर में मारो इधर को। বয়স বড়ি গলে সহি পারুনি। সহি পারুনু ফল কাহিকি বাঁচাইলু তুমি সড়া বেলায় গভীর ধরি ফান মারিকিরি পড়িথিলু কহুচু করুন সহি পারুনি। बोली भाभी अरे पिलो सरो सरो पानी अरे पिलो सरो सरो पानी बासी हमरा कुंडे हिलाड़ी कल लगे चल लगे कुंडे हिलाड़ी चल लगे कल लगे कुंडे हिलाड़ी। अरे सही तो कहूँ तू जदि न पारुछ तो सान भाई हाथ में फुल काठिका धरी एटी पठे हमें हट हट भेटियाता है कि भल भल बचाइब। बहुत पाठ पढ़ी मुझे संप्रद किसी हाकिम कराइबी सी आपण ढोल बजे पारे बाबू कि आपण कते उठ पता हबनी। हाँ या भाईटा जमी गोटे कलक्टर होम कम हेल गरीब आउ सारा जीवन आम पाद तले खटब भाई को हाकिम करने सफलता देखिलु केमी सपना देखी माने मो भाई मान को मो हाकिम कराइबी से केबे आपण मद्रास परिवार रे गोलामगिरी करि परिबे नहीं बाबू कि आपण कतरे उठ पास हेबे नहीं। अमरीश तू मो मुआ में जवाब दौचु जवाब सड़ा तू आज मारू मारू मारी देनी आराम ओडिशा मान को बकमाची मारी व्यवहार कले परिस्थिति अत्यंत महंगा पड़ब। देख आसीगले गजलपतिया भद्र लोक हय भातृदेव तब तो बंपा होटल रे खाई भालिया तोटा जगिया लोक ये सब कथारे मंड खेलाउछ कहीं मन भात भल होची प्रतिबाद करे मार खाइबी अदम विरुद्ध सुरा ताइले रक्ता तल पड़े तथापि ये सब देखि निज मानविकता को कबा दे पारुनी कारण चिड़ियाखानार विष जंतु मरुवा मुंडर निष्कासित मनुष्य तुम डायलॉग शुणा को मो पाखे समय ना चुपचाप घर भीतर को जाओ ना जीवी नहीं तू ए घर सान पुह हेले मो भी ए घर बड़ पुह ए घर तोर जी अधिकार अच्छी मोर भी जी अधिकार अच्छी
ଅଧିକାର ସେ ଅଧିକାର ଦାଦି ତୁମଠାରୁ କେବେଠୁ ଛଡ଼େଇ ନେଇଛନ୍ତି। ତମେ କେବଳ ଖାଇବା ବଞ୍ଚିବା ପାଇଁ ଖାଇବ, ଆଉ ଏ ଘରେ ମୁର୍ଦ୍ଦର ପରି ପଡ଼ି ରହିବ। ବେଶୀ ପାଟି ଖୋଲିବ ତ ଅନାନି ଆସ ଖାଇବ। ନାଇଁ ବାବୁ, ଯେତେ ଯାହାହେଲେ ମଧ୍ୟ ସେ ତମର ବଡ ଭାଇ ବାପା ସମାନ। ତାଙ୍କ ଉପରକୁ ହାତ ଉଠାଇଲେ ଆପଣଙ୍କୁ ହଇନର୍କରେ ପଡ଼ିବାକୁ ହେବ। ଆପଣ ସେଇ ଭୁଲ କରନ୍ତୁନି ବାବୁ। ଶଳା ତୁ ମତେ ଉପଦେଶ ଦଉଛୁ, ତୁ ମତେ ଦଉଛୁ। ହଁ ହାତରେ ମଣିଷ ପ୍ରତି ମଣିଷ ଭାରି ବ୍ୟବହାର ନ କଲେ ତୋତେ କେମିତି ଶାସନ କରିବାକୁ ହବ ସେଇଟା ମୁଁ ତୋତେ ହେଇକି ଦେଖାଇଦେବି। ସେମାନେ ଛୋଟ ଜାତି ହେଲେ ବି ଆମ ପରି ମଣିଷ, କ୍ରୀତଦାସ ହେଲେ ବି ତାଙ୍କର ବଞ୍ଚିବାର ଅଧିକାର ଅଛି। ଏ ଯାଏ ମୁଁ ତୋତେ କିଛି କହୁନଥିଲି, ଟିକେ ଦୟା ଦେଖେଇଲି ବୋଲି ତୁମ ମୁଣ୍ଡ ଉପରକୁ ଚଢ଼ିଗଲୁ, ହାତଟା ବି ଉଠାଇ ଦେଲୁ। ମୁଁ ତ ଅବସ୍ଥା କଣ କରୁଛି କଣ କହିଲୁ ବେ? ঢোল বাজিব কিনা আমার কবে ঢোল বাজিব কিনা ঢোল বাজিব কবে? ଆଉ କିଛି ବାଟ ନଥିଲା ନା ଭାଇ। ଏ ବୟସରେ ଗୋଟେ ଭାଇ ମାଡ଼ ଖାଇବ ମୁଁ କେମିତି ସହିଥାନ୍ତି। ତା ଛଡ଼ା ଏ ମର୍ଦ୍ଦରାଜ ପରିବାରରେ ମୁଣ୍ଡ ବିକିବାକୁ ପରା ଆମ ବାପା ଯେ 14 ପୁରୁଷ ହାତ କାଟି ଲେଖି ଯାଇଛନ୍ତି। ମୁଁ ଯଦି ଖୋଲିଆ ନହେବି ଏମାନେ ଆମ ଜାଗା ଜମି ଘର ସବୁ ନେଇଯିବେ। ମୋ ମଝିଆ ଭାଇର ପାଠ ପଢ଼ା ବନ୍ଦ ହୋଇଯିବ। ସେଥିଲାଗି ମୁଁ ଚିନ୍ତା କଲି ମୋ ପାଠ ପଢ଼ା ପଛେ ତୁଲିକି ଯାଉ, ମୋ ପରିବାର ଖୁସିରେ ରହୁ। কি বুদ্ধি রে তোর? আরে বিলুয়া শেষরে সান ভাইটা চাকরি କରିବାକୁ রাজি হয়েগলা। ଆଉ ଶୁଣ ଭାଇକୁ ହାକିମ କରିବା ନିଶାଟା ବନ୍ଦରୁ ଓହ୍ଲେଇ ଦେ, ଆଉ ତାକୁ ମହତାଜ ପରିବାରର ଆଇନ କାନୁନ ବିଷୟରେ ଭଲ ଭାବେ ବୁଝାଇ ଦେ। ଆଇନ କାନୁନ ଏମାନେ ଯେତେବେଳେ ଯାହା କରିବେ ମାନିବୁ। ବସ କହିଲେ ବସିବୁ, ଆଉ ଉଠ କହିଲେ ଉଠିବୁ। ଆଉ ତୋ ଆଖି ସାମ୍ନା ଯଦି କିଛି ଭୁଲ ହୋଇଯାଏ ତାହେଲେ ଦେଖି ଶୁଣି ଚୁପ ରହିବୁ। ପାଟି ଖୋଲିବୁ ତ ମାଡ଼ ଖାଇବୁ। କେମିତିକା ଆଇନ କାନୁନ ଭାଇ? ନା ଉପସ ପାରିବିନି, ଅନ୍ୟ ଏମିତି ଦେଖି ମୁଁ ଚୁପ ରହିପାରିବିନି, କି ସାଲିସ କରିପାରିବିନି। ପଳେଇଆଲ ଭାଇ, ମୋର ଚାକିରି ଦରକାର ନାହିଁ, କି ଆଇନ କାନୁନ ମାନିବା ନାହିଁ। ପଳେଇଆ ପରିବାରର ଉଚ୍ଚ ପାଚେରୀ ଡେଇଁ ଭିତରକୁ ଆସିଛୁ ମାନେ ଫେରିବାଟା ଏତେ ସହଜ ନୁହେଁ। ଘରେ ତ ମଝିଆ ଭାଇ କଥା ଚିନ୍ତା କର, ଘରେ ତ ଭାଇ ଭାଉଜ କଥା ଚିନ୍ତା କର। ତୁ ଏଠି ଚାକିରି ନ କଲେ ତମକୁ ଦିଆଯାଇଥିବା ଜମି ବାଡ଼ି ଢିଅ ସବୁ ଛଡ଼େଇ ନିଆଯିବ। ତମ ପରିବାର ରଜ ରାସ୍ତାର ଭିକ ମାଗିବ।
ଭାଉଜ ବୟସରେ କାଉଳି ତଳେ କେଉଁ ଗଜନରେ ଦିନ କାଟିବେ ଏକଥା ମୁଁ ସହିବି କେମିତି? ତାମାନେ ତୁ ଏଠି ଚାକିରି କରିବୁ? ହଁ ମୁଁ ଚାକିରି କରିବି ମୋ ପରିବାରର ଖୁସି ପାଇଁ ମୋ ମଝିଆ ଭାଇକୁ ଡାକ୍ତର କରିବା ପାଇଁ ମୁଁ ଏଠି ଚାକିରି କରିବି। ଆଜିଠାରୁ ମର୍ଦ୍ଦରାଜ ପରିବାରର ମୁଁ କୃତ ଦାସ। ବହୁତ ହୋଇଗଲା ତମ କାଣ୍ଡ ବୋବାଳି। ଚୁପଚାପ ଯାଇ ମନ୍ଦିର ବେଳରେ ଢୋଲ ବଜେଇବୁ ଯା। ମନେ ରଖ ଓ ହଉଛି ପାଗଳ ବାବାଲ ବାବା। ଏଠି କେବଳ ଚାଲେ ମରିରା ମରିରା ମୋ ପରିବାରର ଖୁସି ପାଇଁ ମଝିଆ ଭାଇକି ଡାକତର କରିବା ପାଇଁ କାହିଁକି ନିଜକୁ ନିଜେ ଠକିଦେଲୁ? ବାପାକୁ ମରିଯିବା ପରେ ଖୁସିକୁ କବର ଦେଇ ଆମ ଦି ଭାଇକୁ ମଣିଷ କରିଛ। ନିଜେ ଅଧା ପେଟ ଖାଇ ଆମ ମୁହଁରେ ଆହାର ଦେଇଛ। ହଳେ ପୋଷାକକୁ ଶୁଖାଇ ବର୍ଷ ବର୍ଷ ପିନ୍ଧି ଆମକୁ ପିନ୍ଧିବାକୁ ଦେଇଛ। ଏ ବୟସରେ ତମେ କୃତ ଦାସ ହୋଇ ଖଟିବ ଆଉ କେ ତମକୁ ହାତ ଉଠାଇ ମାରିବ ଏକଥା ମୁଁ ସହିବି କେମିତି? ଆମ ବାପା ଯେ 14 ପୁରୁଷ ଯୋଉ କାମ କରୁଥିଲେ ମୁଁ ବି ସେଇ କାମ କରିବି। ତମେ ଏଥର ଯାଅ ଭାଇ, ତମ ଦେହ ଭଲ ନାହିଁ, ଔଷଧ ଖାଇ ଟିକେ ବିଶ୍ରାମ ନେବ। ଯାଅ ଯାଅ ଭାଇ, ତମେ ଯାଅ। ଦୁଃଖ ଜରିଆ ଯୋଉଦିନ ସୁଖର ସନ୍ଧାନ ମିଳିବା ପାଇଁ ଠିକ କରିଥିଲେ ସେଇ ସୁଖର ଶାନ୍ତି କୁଆଡେ ଚାଲିଗଲାଣି ରତନ। ହରେ ଆମେ ଚାଲିଯିବା ଆଉ ସେ ଉପର ବାଲା କେବଳ କହିବା ହେ ଗରିବ କେତେ ଦୁଃଖ ଦେବୁ କହିବା।
ମାରି ଶଳା ଓଳମ ଖସୁ ଇରେ ଶଳା ତୁ କୋଉ ଗାଈର ଗୋବର ଶଳା ଆମ ବାବୁଙ୍କ ବିରୁଦ୍ଧରେ ଲଢି ଶଳା ନେତା ହେବୁ ନେତା ସାଲା କାଲି ବାବୁଙ୍କ ଅଇଁଠା ଚଟା କୁକୁର ଥିଲୁ ବାବୁଙ୍କ ହାତ ଟେକାକୁ ଚାହିଁ ରହିଥିଲୁ ଆଜି ଆସିଛୁ ଆମ ବାବୁଙ୍କ ପ୍ରତିଦ୍ୱନ୍ଦିତା ହେବାକୁ ମାରିଦେବି ବେ ସାଲା ତୁ ଜାଣିବୁ ସାଲା ଏ ଶନି ରାହୁଲ ତା ଜୀବନରେ ଥରେ ଆସେ ତା ଜୀବନରେ ପୁନଚ୍ଛେଦ ପଡ଼ିଯାଏ ପୁନଚ୍ଛେଦ ଧମକ ଦଉଛ ମନେ ରହ ଆମ ଗଣତନ୍ତ୍ର ରାଷ୍ଟ୍ରରେ ସମସ୍ତଙ୍କର ପ୍ରତିଦ୍ୱନ୍ଦିତା କରିବାର ସମାନ ଅଧିକାର ରହିଛି ତମ ବାବୁଙ୍କ ପୋଲିସ ମଞ୍ଜୁରୀ ପଠେଇଛନ୍ତି ତମ ବାବୁଙ୍କ ପରିବାର ପିଢ଼ି ପରେ ପିଢ଼ି ଅମର ହେବେ ହେଲେ ଟିକେ ଅବୁଝା ହଉଛି ଏ ମାଗୁଣି ବାବୁର ବୋଉ ବାପା ଥିଲେ ଏଠିକାର ବିଧାୟକ ତାପରେ ମାଗୁଣି ବାବୁ ହେବେ ବିଧାୟକ ତାପରେ ତାଙ୍କ ପୁଅ ବାଗୁଲୁ ମଗଧରାଜ ହେବେ ବିଧାୟକ ଏ ମାଗୁଣି ମଗଧରାଜ ବିପକ୍ଷରେ ଯିଏ ସ୍ୱର ଉଠାଇଛି ତା ମୁଣ୍ଡ ଯାଇଛି ମୁଣ୍ଡ ଆଉ ତୁ ଯଦି ପ୍ରତିଦ୍ୱନ୍ଦିତା କରିବୁ ତ ପୁରା ପରିବାରଟାକୁ ସ୍ମାସ କରିଦେବୁ ବେ ଆଜି ଯାଏ ମାଗୁଣି ମଗଧରାଜ ସହ ପ୍ରତିଦ୍ୱନ୍ଦିତା କରିବାକୁ କେହି ଜନ୍ମ ନେଇନାହାନ୍ତି साला कलका लिंगड़ा तू कोई विधायक बसुई मागुनी मारता रात विपक्ष रा प्रतिष्ठा करिबु ते 30 काटे बस्तारे बंधे लंदन नसई दबु बे तो पूरा परिवार को बंदा फिट करके पूरा बाउंस करि दबु बे ओरिया रे जगत दास मो कथा माने अरे किछि टंका नेई घरे बस माइकी ने संगे याद करे याद तम बाबू तो बहुत डाणुआ ने तो तम बाबू को तो डर कहीं सुनो हर प्रतिशत बंदा हो माने मैं मंडल में एक छत्र शासन हटाई देवी अच्छी रही तो सभा पक्षी साड़ी बाकी ना किसी साड़ी थी बाबे तू इलेक्शन लड़ी पारिबु ने तो मन फटले फूल माल चढ़ाई मागुणी मगधराज तो अमर आत्मा को स्वर्ग की कामना करी पाबे हेले ता पूर्वरु ए मागुणी मगधराज दुनोद्र पदभास होई राजा राष्ट्र लंगड़ा हो जाइथिबो आउ से नथिबो नेता ढाली लोक को चाहिबो साहस भी नथिबो ला हरावे मारावे रक्त पीबी रक्त पाइबी এইটা বলি বলিয়া কোনো প্রস্তুত আছি স্যার আরে जय मां काली
ସାରେ ଆପଣ ଜାଣିନାହାନ୍ତି ଆଉ ତା ସାମ୍ନାରେ ଛିଡ଼ା ହୋଇ କଥା ଚାକିରି ଚାଲିଯିବ ଆଜ୍ଞା। अरे मेरे को पता है मैं किसका साथ बात करता हूँ, इसीलिए तो सोच समझ करके आया। महदी दूसरा सोचिए का कौन है इंस्पेक्टर, कितने लोगों का दरकार, देश में कितने लोगों का दरकार रखे कोई रखो पंचो रखो मोर इंस्पेक्टर चुलबुल कुरकुरे जहाँ करे सबूस के लक्ष नदी 2 लक्ष नुआ 5 लक्ष नुआ एकाथरे 10 लक्ष दरकार এটা গোটে কথা महदी जाओ 10 लक्ष ढूंढ जानी इंस्पेक्टर को धरे दियो। ଗଣିବା କଥା ଯଦି ଗଣି ନିଅନ୍ତୁ ଫୁଲ 10 ଲକ୍ଷ ଅଛି। अरे नहीं नहीं महादी तम ऊपर मोर भरोसा अच्छी पढ़ा जरूरत नहीं। एथरो लास्ट उठिब तो निश्चय निश्चय। अरे हे सरी रहो अरे उठाओ ले लास्ट पुलिस प्लीज तो को खसाई दियो। इंस्पेक्टर कौन करका কথা ମୁଁ କହୁଥିଲା ବଂଶୁଳା ଚୁତିଆଟା ଓ ଇନ୍ସପେକ୍ଟର ଚୁଲବୁଲ କୁରକୁରେ ଯାହା କରେ ଅବୁସ୍କେ